ତେବେ ଗୋଟେ କଲେଜରେ କଣ ହେଲା ନା 7ଟା ଅଛି ସିଟ୍। ଗୋଟେ କଲେଜରେ 7ଟା ସିଟ୍ ଅଛି। ଯେକୌଣସି ଡିପାର୍ଟମେଣ୍ଟରେ ବି ହେଇପାରେ। ତେବେ ସେ ସିଟ୍ ଭିତରୁ 7ଟା ସିଟ୍ ପାଇଁ ଲେଟ୍ 20,000 ପିଲା ଏଣ୍ଟ୍ରାନ୍ସ ଦଉଛନ୍ତି, ହଁ କି ନାଇଁ? ଏବେ ସେ 20,000 ପିଲା ଭିତରୁ ଯୋଉମାନେ ବି ସେ କ୍ରାଇଟେରିଆକୁ ଫୁଲଫିଲ କଲେ, ସେ ବେଞ୍ଚମାର୍କ କୁ ପାର କଲେ, ସେଇମାନେ ସିଟ୍ ପାଇବେ ବୋଲି ଯେଟା ଜଷ୍ଟିଫାଇଡ। କିନ୍ତୁ ସେମିତି ହଉନା। କଲେଜରେ କିଛି ଅଛନ୍ତି ଯେ କଲେଜରେ ହେଡ୍ ରହିଥିବେ, ତାଙ୍କର କିଛି ରେକମେଣ୍ଡେସନ ମଧ୍ୟ ରହୁଛି। ସେ ଏଣ୍ଟ୍ରାନ୍ସ ନ ଦେଇଥିଲେ ବି ତାକୁ ସିଟ୍ ମିଳୁଛି। ଏଣ୍ଟ୍ରାନ୍ସ ଦବନି, ସେ ଏଣ୍ଟ୍ରାନ୍ସ ଦବନି କିନ୍ତୁ ସିଟ୍ ପାଇବ। ବୁଝିଲ? ଏମିତି ହଉଛି। ଖାଲି ସେତିକି ନୁହଁ, 7ଟା ସିଟ୍ ଭିତରୁ ଗୋଟେ ସିଟ୍ ସେମିତି ପଳେଇଲା। ବୁଝିଲ? 7ଟା ସିଟ୍ ଭିତରୁ ଗୋଟେ ସିଟ୍ ସେମିତି ପଳେଇଲା, ଆଉ ରହିଲା 6ଟା ସିଟ୍। ଗୋଟେ ରେକମେଣ୍ଡେସନ ପଳେଇଲା। 7ଟା ସିଟ୍ ପାଇଁ ଏକଚୁଆଲି 7ଟା ସିଟ୍ ପାଇଲା କି ନା? ଗୋଟେ ସିଟ୍ ରେକମେଣ୍ଡେସନ ପଳେଇଗଲା। ସେ କହିଲେ ଇଏ ପିଲାଟା ଯାଇକି ପଢିବ, ପଢିଲା। ସେ ଏଣ୍ଟ୍ରାନ୍ସ ଦବ ନାହିଁ କି ଇଣ୍ଟରଭ୍ୟୁ ଫେସ୍ କରିବନି, ଡାଇରେକ୍ଟ ପଢିବ ରେକମେଣ୍ଡେସନ। ଖାଲି ସେତିକି ନୁହଁ, ଡିପାର୍ଟମେଣ୍ଟରେ ବି ବହୁତ ସାରା ଟିଚର ଥିବେ, ତାଙ୍କର ବି କିଛି ଚିହ୍ନା ପଡିବ, ତାଙ୍କ ପାଖରୁ କିଛି ରେକମେଣ୍ଡେସନ ଅଛି, ହଁ କି ନାହିଁ? ଧର ସେ ଡିପାର୍ଟମେଣ୍ଟର 5 ଜଣ ଟିଚର, ତାଙ୍କ ଭିତରୁ 2 ଜଣଙ୍କର ଚିହ୍ନା ପରିଚୟ ପିଲା ସେଇ କଲେଜରେ କିମ୍ବା ୟୁନିଭରସିଟିରେ ପିଜି କରିବ, ସେ ପିଏଚଡି କରିବ। ତାଙ୍କ ରେକମେଣ୍ଡେସନରେ ଆଉ 2 ଜଣ ବସିବେ। ମାତ୍ର 4ଟା ସିଟ୍ 20,000 ପିଲା। ଦେଖାଯାଉଛି ଆମକୁ ଉପରକୁ 7ଟା ସିଟ୍, ଆକ୍ଚୁଆଲି ରେକମେଣ୍ଡେସନ 3ଟା ସିଟ୍ ପଳେଇଗଲାଣି। ବୁଝିପାରୁଛ କି ନାହିଁ? ରେକମେଣ୍ଡେସନ, ମତାମତ ବା ଯୋଗାଯୋଗ, ଏମିତି ବହୁତ ସାରା ଜାଗାରେ ହୁଏ। ମୁଁ ଜାଣିବାରେ ଏମିତି ବହୁତ ସାରା ଜାଗାରେ ହୁଏ। ତମେ ଯଦି ଜାଣିଥିବ କିମ୍ବା ନ ଜାଣିଥିବ ବି ଫ୍ୟୁଚରରେ ଜାଣିବ କେମିତି କଣ ଜିନିଷଟା ହଉଛି। ବୁଝିଲ? ମୁଁ ଜାଣିବାରେ ଏମିତି ବହୁତ ସାରା କଲେଜରେ ବହୁତ ସାରା ଜାଗାରେ ହୁଏ। ସୋ ଏଇଟା ହେଲା ରେକମେଣ୍ଡେସନ। ବୁଝିପାରିଲ? ହଁ। ରେକମେଣ୍ଡେସନ ସାମ୍ପଲିଂ और स्नोबॉल सैम्पलिंग ବୁଝିପାରିଲ? ହଁ କି ନାହିଁ? ପୁରା ସିମ୍ପଲ କଥା। ଧରାଯାଉ ଏବେ ସିଏ ଅଛନ୍ତି କଣ, ଆପରେ ଜଜମେଣ୍ଟ ସାମ୍ପଲିଂ ଅଛି ତ, ତାପରେ ଜଜମେଣ୍ଟ ସାମ୍ପଲିଂ ଅଛି ତ। ରେକମେଣ୍ଡ ସାମ୍ପଲିଂ ବା ଆମର ସ୍ନୋବଲ ସାମ୍ପଲିଂ, ଜଜମେଣ୍ଟ ସାମ୍ପଲିଂ ମୋର ଅର ଲେସ୍ ସେମ୍। ଟିକେ ଖାଲି ଛୋଟ ଫରକ କଣ ଅଛି? ରେକମେଣ୍ଡେସନ ସାମ୍ପଲିଂ ରେ ୱିଦାଉଟ୍ ପରଫରମାନ୍ସ ଆମେ ସିଲେକ୍ଟ କରୁ, ଜଜମେଣ୍ଟ ସାମ୍ପଲିଂ ରେ ଟିକେ ପରଫରମାନ୍ସ ଦେଖି ସିଲେକ୍ଟ କରୁ। ଧରାଯାଉ ଇଏ ବର୍ଷନ ଜଜ, ଏ 4 ଜଣ ଅଛନ୍ତି କଣ ନା ଦେବେ, ଆସିକି ପରଫରମାନ୍ସ ଦେବେ। ତେବେ ତମେ ଏଇଟା ପ୍ରାୟ କହିଥିଲି, ମୁଁ ଦେଖିଲି ସେଇଟା ପ୍ରାୟ ସେ ତାଙ୍କର କଣ ମାଉସୀ ଝିଅ, ସେ ତାଙ୍କର ମାଉସୀ ଝିଅ। ଆଉ ଏ 3 ଜଣ ସେ ଚିହ୍ନି ନାହାନ୍ତି। ଫାଷ୍ଟ ହେଲେ ସିଏ, ହୁଏତ ତାଙ୍କର ଏ 2 ଜଣ ଭଲ କରୁଛନ୍ତି, କିଛି କିଛି ଫରକ ପଡେନି। ଜଜମେଣ୍ଟ ସାମ୍ପଲିଂ ନା, ହଁ କି ନାଇଁ? ସେ ଜଜ ଫାଇନାଲି ଯାହା ଦେବେ। ଯେମିତି ପଛରେ ସେ 2 ଲାଇନ କଣ କରୁଥିଲେ ନା, କ୍ରିକେଟ ଖେଳୁଥିଲେ, କିଏ ଦେଖୁଥିଲି ସେ 2 ଲାଇନ କ୍ରିକେଟ ଖେଳୁଥିଲେ। ତା ଭିତରୁ ଫାଷ୍ଟ 4 ଜଣ ଆଗେ ବ୍ୟାଟିଂ କଲେ, ତାପରେ ସେମାନେ ପଛରେ ବ୍ୟାଟିଂ କଲେ। ତାଙ୍କ ଗୋଟେ କ୍ରାଇଟେରିଆ ସେଟ୍ ହେଲା, ଯୋଉମାନେ ଯୋଉ ଟିମ୍ ବ୍ୟାଟିଂ କରିବ ସେ ଟିମରେ ଜଣେ ଅମ୍ପେୟାର ରହିବ। ସେ ତାଙ୍କୁ ଅମ୍ପେୟାର ଦେଇଛନ୍ତି। ତାଙ୍କୁ ଯେତେବେଳେ ଅମ୍ପେୟାର ରଖିଦେଲେ, ପ୍ରବଳ ସେ କଣ କଲେ ନା, କଣ କଲେ ଟିମ୍ ପ୍ରବଳ ଠିକ ଆଉଟ ହେଇଯାଇଥିବ ବ୍ୟାଟ୍ସମ୍ୟାନ, ନୋ ବଲ, ୱାଇଡ ହେଇନଥିବ, ୱାଇଡ, ଏମିତି ବହୁତ ସାରା ଚିଟିଂ କଲେ, ହଁ କି ନାଇଁ? ଯେହେତୁ ସେ ବ୍ୟାଟିଂ କରିଥିବ, ସେ ଚାହିଁବେ କଣ, ମୋର ରନ୍ ବଢି। ସେ ଏବେ ଜଜ,
ସିଏ ଏବେ ୟୁଟ୍ୟୁବ ରେ ଆସୁଛି ବଢିଆ ଜିନିଷ ଆସୁଛି। ବଢିଆ ଜିନିଷଟା ନୁହଁ ଦେଖିବ ନାହିଁ। ହସିବା ଜିନିଷ ଗୋଟେ କଣ ନା ସାଙ୍ଗଟା ଗୋଟେ ମର୍ଡର ଜଜ ଗୋଟେ କଣ ସେ ଜଜ ଦୁଇ ସାଙ୍ଗ ଜଣେ ମର୍ଡର ଜଣେ ଜଜ। କିନ୍ତୁ ଯିଏ ଜଜ ସେ କହିବ ତୁ କିଛି ଟେନସନ ତୁ ମର୍ଡର କରିଥିଲ କିଛି ଟେନସନ ତୁ ଖାଲି ଠିଆ ହ ଯାହା ସେ ଆମର ଯୋଉ ଓକିଲ ଯାହା ବି ମତେ ପ୍ରମାଣ ଦବ ମୁଁ ତାକୁ ମ୍ୟାନିପୁଲେଟ କରିଦେବି। ଏବେ ଓକିଲ ତାକୁ କହିବ କଣ ନା ଗୋଟେ ଯୋଉ ରୁମାଲରେ ଗୋଟେ ଛୁରୀ ନେଇକି ଦବ କହିବ ଏଇଟା ହଉଛି ମର୍ଡର ଅଫେନ୍ସ ଏଇଥିରେ ମର୍ଡର ହେଇଛି ଏଇଥିରେ କାତିଲର ସେ ଖୁନିର ଯିଏ ମାରିଛି ଫିଙ୍ଗର ପ୍ରିଣ୍ଟ ଅଛି ସିଏ ବି ଧରିବ ତାପରେ ଫିଙ୍ଗି ଦବ ଦେଖିବି ସେଇଟା ଫାଇନାଲ ସେ ଓକିଲ ହାତରେ ପଡିଯିବ। ଏବେ କାହା ଫିଙ୍ଗର ପ୍ରିଣ୍ଟ ହେଲା ଓକିଲ ହାତ ଫିଙ୍ଗର ପ୍ରିଣ୍ଟ ହେଇଗଲା ଓକିଲ କହିବ ନା ଏଟା ଫିଙ୍ଗର ପ୍ରିଣ୍ଟ ମାନେ ରଖିବ। ଏମିତି ସବୁ ପ୍ରକାରର ଯୋଉ ଇଏ କହନ୍ତି ତାକୁ କ୍ଲୋକୁ ତାକୁ କଣ କହୁଛେ ଏଭିଡେନ୍ସ କ୍ଲୋ ତାକୁ ଓଡ଼ିଆରେ ଆମେ କଣ କହୁଛେ ସବୁ ପ୍ରକାର ପ୍ରମାଣ ସେ କଣ କରିବ ନଷ୍ଟ କରିଦବ ଫାଇନାଲି ସେ ନିର୍ଦ୍ଦୋଷ ହେଇ ଖସିଯିବ। ଜଜମେଣ୍ଟ ସେମିତି ବୁଝିଲ ଏଇଟା ଗୋଟେ ମାନେ ସର୍ଟ ଷ୍ଟୋରି ସର୍ଟ ଷ୍ଟୋରି ଏଇଟା ବୁଝିଲ ଜଜମେଣ୍ଟ ସେମିତି ଆମେ ତମେ ବହୁତ ସାରା ଜାଗାରେ ଦେଖୁଥିବ ବହୁତ ସାରା ରିଏଲିଟି ଶୋ ଦେଖୁଥିବ ବହୁତ ସାରା ଜାଗାରେ ଜଜମେଣ୍ଟ ସବୁ ହଉଛି ହଁ କି ନାଇଁ ସବୁ କଣ ଫେୟାର ହଉଛି ଜଜମେଣ୍ଟ ବହୁତ ସାରା ଜାଗାରେ ଅନଫେୟାର ଜଜମେଣ୍ଟ ହଉଛି ତମେ ବି ଜାଣି ନ ପାରୁଥିବ ହଁ କି ନାଇଁ ଜାଣିପାରୁଛ କି ଜାଣିପାରୁଛ ଜାଣିପାରୁଛ ତ ଭଲ କଥା ବହୁତ ସାରା ଜାଗାରେ ଅନଫେୟାର ଜଜମେଣ୍ଟ ହଉଛି କିନ୍ତୁ ହଉଛି ତ ହଉଛି ଆଉ ଜଜମେଣ୍ଟ ସାମ୍ପଲିଂ ଆଉ ହଁ କି ନାଇଁ ଜଜ ଜଣେ ବସିଲେ ତାଙ୍କ ଆଗରେ 50 ଜଣ ପିଲା ନିଜର ପରଫର୍ମାନ୍ସ ଦେଲେ ଏବଂ ସେଇ 50 ଜଣ ଭିତରୁ ଜଜ 5 ଜଣଙ୍କୁ ବାଛି ଯୋଉ 5 ଜଣଙ୍କୁ ସେ ସିଲେକ୍ଟ କଲେ ତାକୁ ଆମେ କହୁଛେ ଜଜମେଣ୍ଟ ସିମ୍ପଲ ବୁଝିଲ ରିଏଲିଟି ଶୋ ମାନଙ୍କରେ ଯାହା ବି ହଉଛି ସେ ସବୁ ହଉଛି ଜଜମେଣ୍ଟ ସାମ୍ପଲିଂ ପରଫେକ୍ଟ ବୁଝିଗଲା ନା ବୁଝିଗଲା ନାଇଁ ମନ କାହିଁ ଦୁଃଖ ଅଛି ଖାଇନାହାନ୍ତି ଖାଇ ଆଇତା ହେଇଥିଲା ବା ସେ ବାପ ପାଇଁ ମୁଁ ବି 2 ମାସ ଖାଇବି ସେ ଆହୁରି 15 ଦିନ ହବ ଖାଇବି ପାଣି ପିଇ ଅଛି ନା କୋଉଠି ଆହୁରି 15 ଦିନ ମୁଁ ଖାଇବି ବାଷ୍ପ ହଁ କି ନାହିଁ କିନ୍ତୁ ଏକ୍ଚୁଆଲି ବାଷ୍ପ ଏବେ ପଳେଇଗଲାଣି ହଁ କି ନାହିଁ କେତେବେଳେ ସେଇ ଖୁସିରେ ଖାଇଲେଣି ହାତରେ ଖାଇସାରିଲଣି କିନ୍ତୁ ଆଜି ଆଜି ଆଉ ଏତେ ବାଷ୍ପ ଗଲା ତାପରେ କିଛି ନାହିଁ କି କାଳିଆ ଚିକେନ ସେଣ୍ଟର ମାନେ ଚିକେନ ପକୋଡା ପ୍ରବଳ ଭିଡ ବାଷ୍ପ ଯେତେବେଳେ ପିକ୍ ତା ଭିଡ ବି ସେତେବେଳେ ଅଛି ହଁ କି ନାହିଁ ମାନେ ସେଠି ଜଣା ପଡୁଛି ଆମ ଯୋଉ ଓଡିଶା ଲୋକମାନଙ୍କର କେତେ ଦୃଢତା କେତେ ଦୃଢତା ଅଛି ସେମାନେ କହୁଛନ୍ତି ପାଠ ଆମକୁ ହବ ଦେଖିବା ଯେତେ ହବ ଆମେ ସେତେ ଖାଇବୁ ଯେତେ ପାଠ ହବ ସେତେ ଖାଇବୁ ଦେଖିବା ଆମ ଇମ୍ୟୁନିଟି ଆଗର ବାହାରକୁ ବାହାର ଉଡେଇ ଦେବୁ ବାହାର କରିକି ଉଡେଇ ଦେବୁ କହୁଛନ୍ତି ତାକୁ ବାହାର କରିକି ପ୍ରୁଭ୍ କରିଦେବୁ ହଁ କି ନାହିଁ ଭଲ ଏଇ ଜିଦିଟା ଭଲ ଆଉ ଏଇ ଓଡିଆ ପିଲାମାନଙ୍କର ଏଇ ଜିଦିଟା ଭଲ ଲାଗେ ହଁ କି ନାଇଁ ଜିଦି ଅଛି ପାଠ ଅଛି ବେଶୀ ଖାଇବି କୋଭିଡ ହଉଛି ମୋର ମାର୍କ ଦବ ହସ୍ପିଟାଲ ଭିତରେ ଯାଇ ବୁଲିବୁ ବିନା ମାସ୍କରେ କୋଭିଡ ଦେଖା ହବ ଏଇ ଜିଦିଟା ହଁ କି ନାଇଁ ବେଳେ ବେଳେ ମଧ୍ୟ ଅନ୍ୟ ପ୍ରକାର ଜିଦି ବି ଦେଖାଯାଏ ସେଇଟା ବହୁତ ସାରା ଭଲସେ ଜାଣିଛ ଅନ୍ୟ ପ୍ରକାର କୋଉ ପ୍ରକାର ଜିଦି ଦେଖାଯାଏ ହଁ କି ନାଇଁ ଆଉ କିଛି ବି ଜିନିଷ ଦେଖାଯାଏ କଣ ନା ଓଡିଆ ପିଲା ଜାଣିଥିବ ନା ଯେତେବେଳେ ସେ ବାହାରକୁ ଯିବେ ଫାଷ୍ଟ ଫାଷ୍ଟ ଟିକେ ସମସ୍ତଙ୍କ ସହିତ ଆଡଜଷ୍ଟ କରିବା ପାଇଁ ଟିକେ ପ୍ରୋବ୍ଲେମ ହବ କିନ୍ତୁ ଓଡିଆ ପିଲାଙ୍କ ଇଗୋ ଟିକେ ହଟ୍ ହେଇଗଲା ସେ ବହୁତ ସାରା ମାନେ ଭଲ ଭଲ କାମ ବି କରିଦିଅନ୍ତି ହଁ କି ନାଇଁ ସିଏ ବି ୱାନ୍ ଟାଇପ୍ ଅଫ୍ ସିଏ ବି ୱାନ୍ ଟାଇପ୍ ଅଫ୍ ସେଇଥିପାଇଁ ମୁଁ କହେ ଓଡିଆ ପିଲା ଜିଦିଆ ହଁ କି ନାଇଁ ଯଦି ମୁଁ ଏବେ କହିବି ଯେ ତମେ ଏ ସେମିଷ୍ଟାର ୟୁନିଟ ଟେଷ୍ଟ ଏ ୟୁନିଟ ଟେଷ୍ଟ ଫେଲ ହେଇଗଲ ଆର ୟୁନିଟ ଟେଷ୍ଟ ଦେଖିବା ତମେ କେତେ ଭଲ କରିପାରୁଛ
ଖାଲି କହିଥିଲେ କିଛି ହବନି। ସିଏ ଏଇଟା ଗୋଟେ ଜିଦି ହିସାବରେ ନେଇଗଲେ ଆର ୟୁନିଟ ଟେଷ୍ଟ କୁ ମୁଁ 20 ରୁ କରିବି 22 ମାର୍କ ନେଇ ପାରନ୍ତି। ନିଜେ ଗୋଟେ ପୋଷା ଲିଖିତ ଆନ୍ସର ଲିଖିପାରିବି। ଏଇଟା ହଉଛି ଜିଦି, ବୁଝିଲ? ସେମିତି କିଛି କରିବନି ରେ, ସେମିତି କରିବ କି? ମୁଁ ଦେଇଥିବି 3ଟା କୋଶ୍ଚେନ୍ ଲେଖିବା ପାଇଁ, ତମେ 4ଟା କୋଶ୍ଚେନ୍ ଲେଖିବ। ମୁଁ ତ 2 2 ଦେଇକି ଆସିବି, 4ଟା 2 ଦେଇଥିବି, ଗଣିଲା ବେଳକୁ 40 ରୁ 40। ଯେତେବେଳେ ହସ ହେଲା ନାଇଁ। ଓକେ, ତାପରେ ପଏଣ୍ଟ କଣ ଅଛି? ସିଲେକ୍ଟିଭ ସାମ୍ପଲିଂ। ସିଲେକ୍ଟିଭ ସାମ୍ପଲିଂ ରେ କିଛି एक्चुअली नॉन रैंडम सैम्पलिंग ର ଯେ ସବୁ 6ଟା ଟାଇପ କହିଲି, ସବୁ ଗୋଟେ ଜିନିଷ, ସବୁ ଗୋଟେ ଜିନିଷ ସବୁ ତ ବାୟସନେସ୍ ଆସିବ। ସବୁରେ ହବ ଯୋଉ ପ୍ରୋସେସ ଟା ଗୋଟେ ନିର୍ଦ୍ଦିଷ୍ଟ କ୍ରାଇଟେରିଆ ନେଇକି ଗୋଟେ ରେକମେଣ୍ଡେସନ ନେଇକି ଛୋଟ ଛୋଟ ତାର ଡିଫରେନ୍ସ ଅଛି। ନହେଲେ ଆମେ ଯଦି ଓଭରଅଲ ଦେଖିବା ସବୁ ଗୋଟେ ଜିନିଷ। ଏଇ ଯୋଉ ସିଲେକ୍ଟିଭ ସାମ୍ପଲିଂ, ସେ ବି ଯାହା ଜଜମେଣ୍ଟ ସାମ୍ପଲିଂ ସେଇଆ, ସେ ବି ଯାହା ରେକମେଣ୍ଡେସନ ସାମ୍ପଲିଂ ଛାଡିକି ବା ସ୍ନୋବଲ ସାମ୍ପଲିଂ ଛାଡିକି ତା ଉପରେ ଯୋଉ ଦେଖିଲେ କଣ ପର୍ପୋଜିଭ ସାମ୍ପଲିଂ, ସିଏ ବି ସେ ଆମେ ସିଲେକ୍ଟ କରିବା 50 ଜଣ ଭିତରୁ 5 ଜଣଙ୍କୁ ଆମେ ସିଲେକ୍ଟ କରିବା। କୌଣସି ନିର୍ଦ୍ଦିଷ୍ଟ ପର୍ପୋଜ ସିଲେକ୍ଟ କଲେ ପର୍ପୋଜିଭ ସାମ୍ପଲିଂ। ସିଲେକ୍ଟିଭ ସାମ୍ପଲିଂ ରେ କଣ ଲେଖିଲେ ପଢିଲ? Based on specific specific selective sampling, specific attributes or features जहाँ criteria से purposive sampling जहाँ selective sampling से, ବୁଝିଲ? ଆମେ ଏମିତି ଓଭରଅଲ ଦେଖିବା ପାଇଁ ଗଲେ ସେଇଆ, କିନ୍ତୁ କେତେବେଳେ ନା ଟିକେ ଟିକେ ଏପଟ ସେପଟ କରି ପକେଇଛି, ବୁଝିଲ? ସିଲେକ୍ଟିଭ ସାମ୍ପଲିଂ ମାନେ 50 ଜଣ ଭିତରୁ 5 ଜଣଙ୍କୁ ବାଛିବା, ସିଲେକ୍ଟ କରିବା, ସିଲେକ୍ଟିଭ ସାମ୍ପଲିଂ ହେଇଗଲା। ବଟ୍ ସେଇ ସାମ୍ପଲିଂ ଟିକେ ବାୟସନେସ୍ ରହିବ, ମାନେ ଆମେ ଆଖି ବୁଝିକି ବାଛିବା ନାହିଁ, ଦେଖିକି ବାଛିବା। ଯାହାକୁ ଆମେ ଜାଣିଛେ ତାକୁ ହିଁ ବାଛିବା, ଆଉ ବାଛିବା ଟିକେ ପକ୍ଷପାତ ରହିବ, ନିରପେକ୍ଷ ଭାବରେ ହବ ନା। ହଁ କି ନାଇଁ? ଧରାଯାଉ କଣ ସିଲେକ୍ଟିଭ ସାମ୍ପଲ ଗୋଟେ ଏକ୍ସାମ୍ପଲ ଯଦି ନବା, ଏବେ ସେ 2 ଜଣ ହଉଛନ୍ତି ତମେ ଆଉ ତମେ, ତମେ ପଛକୁ ଅନାଅନି, ତମେ ସେ 2 ଜଣ ହଉଛନ୍ତି ହଜବେଣ୍ଡ ୱାଇଫ। ତାଙ୍କ ପାଖରେ ଯୋଉ 2 ଜଣ ବସିଛନ୍ତି ସେମାନେ କିଏ? କିଏ? ତାଙ୍କ 2 ଝିଅ, ତାଙ୍କ 2 ଝିଅ। ଏବେ କଣ କରାଯିବ ସେମାନଙ୍କ? ଏବେ ସେ ହଉଛନ୍ତି ବଡ ଝିଅ, ସେ ହଉଛନ୍ତି ସାନ ଝିଅ। ସଜ କଥା ଝିଅ କଥା ସଜ ହେଇଗଲେ, ଝିଅ ହେଇଗଲେ। ଏବେ ସେ ହଉଛନ୍ତି ବଡ, ସେ ହଉଛନ୍ତି ସାନ। ଆଗେ ତାଙ୍କର ବାହାଘରଟା ହବ, ହଁ କି ନାଇଁ? ଏବେ ସିଲେକ୍ଟ କରାଯିବ ପଛର 4 ଜଣ କ୍ୟାଣ୍ଡିଡେଟ। ପଛରେ ଥିବା 4 ଜଣ, ସେ 4 ଜଣ ହଉଛନ୍ତି କ୍ୟାଣ୍ଡିଡେଟ। ଏବେ ସେ 4 ଜଣଙ୍କୁ ତ ବାହା ହେବେନି, ହଁ କି ନାଇଁ? ମନ ଭାଇ କଷ୍ଟ କରୁଛ, ତମର ବି ଇକ୍ୱାଲ ଚାନ୍ସ ଅଛି। ତମେ ମନ କଷ୍ଟ କରିଦେଲ ନା, ମୁଁ ଭାବିଲି ତମେ ଆଉଟ ଅଫ ରେସ୍ ହେଇଗଲ ନା, ଆଉଟ ଅଫ ରେସ୍ ଭାବନି କଥା, ତମେ ବି ରେସ୍ ଅଛ। ଏବେ ତାଙ୍କୁ ମ୍ୟାରେଜ କରିବା ପାଇଁ ସେ 4 ଜଣ, ତମେ ମନ କଷ୍ଟ କରୁଛ କି? ତମର ଏକ୍ସାମ୍ପଲ ତମର ଚାନ୍ସ। ତେବେ ସେ 4 ଜଣଙ୍କ ଭିତରୁ ଜଣକୁ ସିଲେକ୍ଟ କରାଯିବ, ହଁ କି ନାଇଁ? କୋଉ ବେସିସ ରେ କରାଯିବ ସେଟା ପ୍ୟାରେଣ୍ଟ ଜାଣିଛନ୍ତି, ମୁଁ କହିପାରିବିନି। ମାଇଣ୍ଡ ସେଟ କଣ ମୁଁ କେମିତି ଜାଣିବି, ହଁ କି ନାଇଁ? ମୋ ପର୍ସନାଲ କଥା କାହିଁ ମୋ ମୁଣ୍ଡ ପୁରେଇବି? ତମେ କେମିତି ସିଲେକ୍ଟ କରିବ ତମେ ଜାଣିଛ, ମୁଁ ଖାଲି ଏତିକି କହିପାରିବି ଯେ ସେଇ 4 ଜଣ ଭିତରେ ତମେ ଜଣକୁ ସିଲେକ୍ଟ କରିବ, ଆଉ ଯାହାକୁ ସିଲେକ୍ଟ କରିବ ସେ ହଉଛି ତମ ସାମ୍ପଲ ପରିବର୍ତ୍ତନ, ଯୋଉଟା କି ଆମେ କହୁଛୁ ସିଲେକ୍ଟିଭ ସାମ୍ପଲିଂ। ବୁଝିହେଲା? ସେମ କଥା, ସେ ବି ଯିବେ ବାହାରକୁ ପଢିବା ପାଇଁ, ତାଙ୍କର ସବୁ ସବଜେକ୍ଟରେ ତାଙ୍କର ଭଲ ଏବଂ ସବୁ ୟୁନିଭର୍ସିଟି ତାଙ୍କ ନବା ପାଇଁ ରାଜି। ଏବେ ସିଏ ଯୋଉ ୟୁନିଭର୍ସିଟିକୁ ସିଲେକ୍ଟ କରିବେ ସେଇ ୟୁନିଭର୍ସିଟିକୁ ଯିବେ ପଢିବା ପାଇଁ, ହଁ କି ନାଇଁ? ଏଟା ବି ସିଲେକ୍ଟିଭ ସାମ୍ପଲିଂ। ସେ ସବୁ ୟୁନିଭର୍ସିଟିରେ ତାଙ୍କର କ୍ରାଇଟେରିଆ ଅଛି, ସବୁ ୟୁନିଭର୍ସିଟିରେ ଯାଇକି ପଢିପାରିବାର ଏଲିଜିବିଲିଟି ତାଙ୍କ ପାଖରେ ଅଛି। ଫିଚର୍ସ ଯୋଉଟା ଆମେ କହୁଛୁ, ସବୁ ତାଙ୍କ ପାଖରେ ଏତିକି ଏନଫ୍ ଫିଚର ଅଛି, ସବୁ ୟୁନିଭର୍ସିଟି ଯାଇକି ପଢିପାରିବେ। କିନ୍ତୁ ସିଏ ନିଜେ ଚୁଜ କରିବେ, ସେ ସିଲେକ୍ଟ କରିବେ 10ଟା ୟୁନିଭର୍ସିଟି ଭିତରୁ କୋଉ ୟୁନିଭର୍ସିଟି ଯିବେ। 10ଟା ୟୁନିଭର୍ସିଟି ପଢିପାରିବେନି, ଯେମିତି ସିଏ ଏଟେ ଟାଇମରେ 10 ଜଣଙ୍କୁ ବାହା ହେଇପାରିବେ। ସେମିତି ଇଏ ବି ଏଟେ ଟାଇମରେ ତ 10ଟା ୟୁନିଭର୍ସିଟି ପଢିପାରିବେନି, ଗୋଟେ, ହଁ କି ନାଇଁ? କାରଣ ଟିସି ଟା କେବଳ ସେ ଗୋଟେ ଦେବେ ନା, ଆଉ ନା 10ଟା ୟୁନିଭର୍ସିଟି ଟିସି କଣ ଫାଳ ଫାଳ ଦେବେ? ସେମିତି ହବ ନାହିଁ। ସୋ କୋଉଥିରେ ସେ ପଢିବେ ସେ ସିଲେକ୍ଟ କରିବେ, ସିଲେକ୍ଟିଭ ସାମ୍ପଲିଂ।
ତମେ ଯୋଉ ସିଲେକ୍ଟ କରିବ ଦେଖି ଚାହିଁକି ସିଲେକ୍ଟ କରିବ, ଆଖି ବୁଜି ସିଲେକ୍ଟ କରିବ। ଦେଖି ଚାହିଁକି, ଦେଖି ଚାହିଁକି ମାନେ ନନ୍ ରେଣ୍ଡମ ନା ରେଣ୍ଡମ? ନନ୍ ରେଣ୍ଡମ। ତମେ ଯୋଉ ଭାବ ଦେଖି ଚାହିଁକି ଭାବ ନା ଆଖି ଭାବ। ତାମାନେ ତା ଭିତରେ ଯୋଉ ଚାରିଜଣ ପାଇଁ ବାଛିବ, ଦେଖି ଚାହିଁ ବାଛିବ। କଣ ଦେଖି ଚାହିଁ? ଯାହା ତମର ଦରକାର ତାହା ଦେଖି ଚାହିଁ ବାଛିବ। ହଁ ମୁଁ ସେଇ କଥା କହୁଛି। ଆଉ ମୁଁ ଯୋଉ ତମକୁ ଅନେଇ କରି ତମେ ସେଇ କଥା କହୁଛି ବର୍ତ୍ତମାନ ଯୁଗରେ, ସେଥିପାଇଁ ମୁଁ ତମକୁ ଅନେଇଛି। ବୁଝିଲ? ଦେଖିବା ଆଉ 10 ବର୍ଷ ପରେ ଦେଖିବା, ହଁ କି ନାହିଁ? ତମେ ଦେଖି ଚାହିଁକି ଭାବୁଛ। ସାମ୍ପଲ କଥା କହୁଛ ଆମେ। ତମେ ଯୋଉ ସାମ୍ପଲ ସିଲେକ୍ଟ କରୁଛ, ପପୁଲେସନ ଭିତରୁ ସାମ୍ପଲ ସିଲେକ୍ଟ କରୁଛ, ଦେଖି ଚାହିଁକି ସିଲେକ୍ଟ କରୁଛ କିମ୍ବା ପେରେଣ୍ଟସ ମାନଙ୍କର ଇଏ ସିଲେକ୍ଟ କରୁଛ 10 ବର୍ଷ ପରେ ହ୍ୟାନ୍ସ ପ୍ରୁଭ୍, ହଁ କି ନାହିଁ? ଏବେ ମାନେ ମ୍ୟାଥମେଟିକାଲ ଫର୍ମୁଲା ଟା ଧୀରେ ଧୀରେ ହେଇ ଚାଲିଛି, ପ୍ରୁଭ୍ ହେଇଗଲେ ହେଇଯିବ, ହଁ କି? କଣ୍ଟାକ୍ଟ ଥିବ, ତମେ ତ ବେଶ ରହିବ ତମେ। ଓକେ ସରିଗଲା। ସିଲେକ୍ଟିଭ ସାମ୍ପଲିଂ ବୁଝିପାରିଲ? ଏବେ ଆମେ ଆସିବ ଓଡିଆ ପିଲା ଲେଖ। ଓଡିଆ ପିଲାଙ୍କୁ କେତେ ବାଟ ପର୍ଯ୍ୟନ୍ତ ଡକା ହେଇଛି ମତେ କୁହ। ତମେ ମୋବାଇଲ ଖୋଲିବ, ସମସ୍ତଙ୍କର ସମସ୍ତେ ମୋବାଇଲରେ ଡିକ୍ସନାରୀ ଖୋଲିବ। ତମେ 4 ଜଣ, ତମେ 5 ଜଣ। ମୋବାଇଲ ମୋବାଇଲ ଅଛି, ଡିକ୍ସନାରୀ ଖୋଲ, କନଭେନିଏନ୍ସ ର ଓଡିଆ ଦେଖ। ଆଉ କାହା ଡିକ୍ସନାରୀ ଅଛି? ପର୍ପୋଜିଭ ଜାଣିଛି, କୋଟା ଜାଣିଛି। ସ୍ନୋବଲ ପା ଏଟା ମାନେ ବିବେଚନାଗତ ନୁହଁ ନା। ଆଁ? ସନ୍ତୁଷ୍ଟ ମୂଳକ ନମୁନା ଲେଖ ଓଡିଆ ପିଲା। ଲେଖିଛ? ଛୋଟ ଲେଖିଦେଇଛ? ବାଃ, ତା ନାଁ ପଚାରିଲେ ତମ କାମ ସହଜ ହେଇଗଲା। ଲେଖ ସନ୍ତୁଷ୍ଟ ମୂଳକ ନମୁନା ଲେଖ, ତାକୁ ଆମେ ଟିକେ ଏକ୍ସପ୍ଲେନ କରିଦବା। 1 ନମ୍ବର ଲେଖ ସନ୍ତୁଷ୍ଟ ମୂଳକ ନମୁନା। ଯେଉଁ ନମୁନା, ଯେଉଁ ନମୁନା ଯେଉଁ ନମୁନା ବହୁତ ସହଜରେ ମିଳିଯାଇପାରେ, ଯେଉଁ ନମୁନା ବହୁତ ସହଜରେ ମିଳିଯାଇପାରେ, ଯେଉଁ ନମୁନା ବହୁତ ସହଜରେ ମିଳିଯାଇପାରେ ତାହାକୁ ସନ୍ତୁଷ୍ଟି ମୂଳକ ନମୁନା କୁହାଯାଏ। ଯେଉଁ ନମୁନା ବହୁତ ତମେ ମାତ୍ର 3 ଜଣ ଓଡିଆ ପିଲା ଅଛ, ଜଣେ 2 ଜଣ 3 ଜଣ ଆଉ କିଏ ଅଛ? ତମେ ଲେଖୁଛ, ତମେ ଲେଖୁଛ, ଦେଖିବ ଟିକେ ଲେଖୁଛ। ଯେଉଁ ନମୁନା ବହୁତ ସହଜରେ ମିଳିଯାଇପାରେ ତାହାକୁ ସନ୍ତୁଷ୍ଟି ମୂଳକ ନମୁନା କୁହାଯାଏ। ତାପରେ ସେକେଣ୍ଡ ଲେଖ 2 ନମ୍ବର, ଉଦ୍ଦେଶ୍ୟ ମୂଳକ ନମୁନା କାହିଁକି ପ୍ରାୟ? ହଁ କୁହ। ଉଦ୍ଦେଶ୍ୟ ମୂଳକ ନମୁନା, 2 ନମ୍ବର ଉଦ୍ଦେଶ୍ୟ ମୂଳକ ନମୁନା। ଯେଉଁ ନମୁନା, ଯେଉଁ ନମୁନା ଆମର ଉଦ୍ଦେଶ୍ୟକୁ ପୂରଣ କରିପାରେ, ଯେଉଁ ନମୁନା ଆମର ଉଦ୍ଦେଶ୍ୟକୁ ପୂରଣ କରିପାରେ ତାହାକୁ ଉଦ୍ଦେଶ୍ୟ ମୂଳକ ନମୁନା କୁହାଯାଏ। ତ ଇଂଲିଶ ପିଲା ଏଇଥିପାଇଁ କହୁଥିଲେ କି ଆମର ଆଗେ ଛାଡି ଦିଅନ୍ତୁ, ଆମେ ତାପରେ କଥା ହବୁ। ଯେଉଁ ନମୁନା ଉଦ୍ଦେଶ୍ୟକୁ ପୂରଣ କରିପାରେ ତାହାକୁ ଉଦ୍ଦେଶ୍ୟ ମୂଳକ ନମୁନା କୁହାଯାଏ। ସରିଲା? ଫାଷ୍ଟ ଲେଖ ଟିକେ। ଓକେ ଠିକ ଅଛି। ଓଡିଆ ପିଲା ଆଜି ଏଇଠି ଷ୍ଟପ୍ କର, ଆମେ ଆର କ୍ଲାସକୁ ଉଦ୍ଦେଶ୍ୟ ମୂଳକ ନମୁନା ପରଠାରୁ ଡାକିବୁ, ଠିକ ଅଛି? ଗତ କ୍ଲାସରେ ବା ଗତ କ୍ଲାସ କେବେ ସୋମବାର ଯାହା ବି ପଢା ହେଇଥିଲା କେତେ ଜଣ ପଢି ନାହ ହାତରେ କିଲ? ସେଥିପାଇଁ ପଢି ସାଙ୍ଗମାନଙ୍କ ପାଖକୁ ନୋଟ୍ସ ମାଗିଦବା, ଆଜି ନବ ଫୋନ ଅଛି, କୋଉ କାମ ଲାଗିବ? ଇନଷ୍ଟାଗ୍ରାମ ଦେଖିବା କାମ ନା? ତମେ ଯଦି ମାଗିଥାନ୍ତ ସାଙ୍ଗେ ସାଙ୍ଗେ ଏମାନେ ତମ ପାଖକୁ ନୋଟ୍ସ ସେୟାର କରିଦେଇଥାନ୍ତେ, ତମେ ସେଇଦିନ ରାତିରେ ତମେ ଟିକେ ପଢିଦେଇଥାନ୍ତ, ହଁ କି ନାହିଁ? ତେବେ ଆଜି ଯାହା ବି ପଢା ହେଲା ବହୁତ ଅଳ୍ପ ପଢା ହେଇଯାଇଛି,
ହଁ କି ନାଇଁ? ମାତ୍ର 15 ମିନିଟ ଲାଗିବ ତମକୁ ପଢିବା ପାଇଁ। ଏଇନେ ଘରେ 15 ମିନିଟ ଦେଇଦବ, ତାପରେ relax। ଠିକ ଅଛି। ତମ କାମ କଣ ପଚାରିଲା? କାମ